କାଲି ମିଟିଂ ହଉଛି ମତେ 50 ଶିକ୍ଷକ ଫୋନ କରିସାରିଲେଣି ଦିଦି କାଲି ମିଟିଂ ହଉଛି ଆପଣ ଯାଉଛନ୍ତି କି ନାହିଁ ଜୋରଦାର ରାଲିଟା ହଉ ବୋଲିକି ସମସ୍ତେ କହୁଛନ୍ତି ମୁଁ ତ ଭାବୁଥିଲି ମୋ କହିଲି ଯେ ବାଟରେ ସେ କେତେବେଳେ ମିଟିଂ ଗୋଟାଏ କହିଥିଲେ ମାନେ ମିଟିଂ ଓଭର ହେଇଯିବଣି ମୁଁ ଭଗବାନଙ୍କୁ ଡାକି ଡାକିକି ଆସୁଛି କିନ୍ତୁ ଏଠି ଯୋଉ ପରିସ୍ଥିତି ଦେଖିକି ମତେ ଦୁଃଖ ଲାଗୁଛି ଯେ ଆପଣ ମାନେ ମୁଁ ସବୁ ଶିକ୍ଷକ ଓଡ଼ିଶାର ସମସ୍ତ ଶିକ୍ଷକ ଭାଇ ଭଉଣୀ ମାନଙ୍କୁ ହାତ ଯୋଡ଼ିକି ବିନମ୍ର ଅନୁରୋଧ କରୁଛି ଯଦି ଆପଣଙ୍କର ଅଧିକା ଦରମା ହେଇଯାଉଛି ଅଧିକା ଆପଣଙ୍କର ମାନେ ଖର୍ଚ୍ଚ କରିପାରୁନାହାନ୍ତି ତାହେଲେ ଆମେ ଯୋଉ ସବୁ ଦୁଷ୍ଟ ମାନେ ଅଛୁ ଆଗକୁ ଆସୁଛୁ ଆମକୁ କିଛି ଦାନ କରନ୍ତୁ ହେଲା ଯଦି ଆପଣଙ୍କର ଅଧିକା ହେଇଯାଉଛି ଆପଣଙ୍କର ଯଦି ପରିଶ୍ରମ କମି ଯାଉଛି ବିଦ୍ୟାଳୟ ସ୍ତରରେ ପରିଶ୍ରମ କମି ଯାଉଛି ତାହେଲେ ଆପଣ ମୁଁ ନିଜ ସରକାରଙ୍କ ସହିତ ଆଲୋଚନା କରି ଆଉ କିଛି ଆପଣଙ୍କୁ ଅଧିକା କାମ ଦିଅନ୍ତୁ ନାହିଁ ତ ଆପଣ ଯଦି ଅତି ଦୁଃଖ ଅବସ୍ଥାରେ ଦୟନୀୟ ଅବସ୍ଥାରେ ଅଛନ୍ତି 1500 ଟଙ୍କାରେ 8 ବର୍ଷ କଟିଛୁ ବର୍ତ୍ତମାନ ପିଲା ଆସିଲେ 11,100 ଟଙ୍କା ଦରମା ମାସ ଭିତରେ ତାଙ୍କର 5,000 ପଡ଼ିଗଲା 16,000 କିନ୍ତୁ ଆମେ 8 ବର୍ଷ କାଳ 1500 ଟଙ୍କାରେ ଖଟିଛୁ ଆମ ପରିବାର ଆମ ବାପ ମା ଭାଇ ଆମେ କେମିତି ଚଳିଛୁ ସେ କଥା କେହି ଚିନ୍ତା କରିନାହାନ୍ତି ଆମ ପାଇଁ ଦିନେ ଆମେ ସେଇ 2007 ମସିହାରେ ଶୀତ କାକରରେ ବସିକିରି ଆମେ ପୁଣି ସେଇ 6 ବର୍ଷ ପାଇଁ ଯାହା ସରକାରଙ୍କ ଦୟା ହଉ ତା ନ ହଉ ନବୀନ ସରକାରଙ୍କର ଆମେ ପୁଅ ଝିଅ ହେଇଥିଲୁ ଆମେ ଭାବିଥିଲୁ ସେ ଆମ ପାଇଁ କିଛି କରି କିନ୍ତୁ କିଛି କରିକି ଗଲେନି ଆମ ପାଇଁ କିଛି ସେ କରିକି ଯାଇନାହାନ୍ତି ଆମେ ବହୁତ ରାଲି କରିଛୁ ଧାରଣା କରିଛୁ ଯୋଉମାନେ ସମସ୍ତେ ଶିକ୍ଷକ ଭାଇମାନଙ୍କୁ ମାନେ ନିନ୍ଦା କରୁଛନ୍ତି କରିବା କଥା ନୁହେଁ ଯାହା ବି ହଉ କିଛି ନା କିଛି ସେମାନେ ପରିଶ୍ରମ କରିଛନ୍ତି ଯଦି ସରକାର ଦଉଛନ୍ତି କୌଣସି ନେତା କୌଣସି ସଂଗଠନର ନେତା କେବେ ସରକାରଙ୍କୁ ମନା କରିନଥିବ କେବେ ହେଲେ ଏଇଟା ମୁଁ ଭାବି ପାରୁନି ନିଶ୍ଚୟ ସେମାନେ ସରକାରଙ୍କ ପାଖରେ ସମସ୍ତେ ନ୍ୟୁନ ହେଇଛନ୍ତି ଆର ବର୍ଷ ତ ସେକ୍ରେଟାରିଏଟରେ ବହୁତ ତାରିଖ ଦେଇଛନ୍ତି ବହୁତ ଥର ଦୌଡ଼ିଛନ୍ତି ଏଥର କଥା ସବୁ ସଂଗଠନକୁ ଡକା ହେଲା ଏବେ ମତେ ଶିକ୍ଷକ ଜଣେ ଭାଇ କହିଲେ ଅଙ୍ଗନବାଡିରେ 100 ଭୋଟ ବଢିଗଲା ପାଚିକା ମାନଙ୍କର 1000 ବଢିଗଲା ଏଇ ନୂଆ ପିଲା ଆସିଛନ୍ତି ଯେଟି ମାନଙ୍କର ବଢିଗଲା 100 ଭୋଟ ଆମର ବି ବଢିଯିବ ଆମେ ବି ଭାବୁଥିଲୁ ନିଶ୍ଚୟ ସରକାର ଆମ ପାଇଁ ଯେତେବେଳେ କାନ୍ଦୁଥିଲେ ଆମେ ଯେତେବେଳେ ବିଶାଳ ରାଲି କରିଥିଲୁ ସିଏ ଆସିକି ନିଜେ କହିଲେ ଯେ ପ୍ରକୃତ ଏମାନେ ବୟସ ଗ୍ରେଡ୍ ପେ ପାଇବା ଉପଯୁକ୍ତ ଏମାନେ ସମସ୍ତେ ହାଇ ଏଜୁକେଟେଡ ଏବଂ କଠିନ ପରିଶ୍ରମ କରୁଛନ୍ତି ଆରମ୍ଭରୁ ଗେଟ୍ ଖୋଲିବା ଠାରୁ ପିଲାଙ୍କର ପାଇଖାନା ସଫା ଠାରୁ ଯେତେ ପ୍ରକାର କାମ ପରିବା ପତ୍ର ଆଣିବା ପାଠ ପଢେଇବା ଠାରୁ ଆରମ୍ଭ କରି ତାପରେ ଏବେ ଆପାରା ଆଇଡି ଯୋଉ ପ୍ରକାର କାମ ବେଳକୁ ବେଳେ ଆସିଲେଣି ଆମକୁ କଣ୍ଠାଗ୍ରସ୍ତ ହେଲାଣି ଏଭଳି କାମ କରି ସାରିଲା ପରେ ସରକାର ଏପର୍ଯ୍ୟନ୍ତ ଭିଏରେ ପିଲାଙ୍କୁ ରଖିଛି 70,000 ପିଲା ତାଙ୍କ ଦରମା କେତେ ଚିନ୍ତା କରନ୍ତୁ ଯୋଉମାନେ 2800 ଗ୍ରେଡ୍ ପେ କହୁଛନ୍ତି 2800 ଗ୍ରେଡ୍ ପେ କେତେ ଟଙ୍କା ବଢିଥିଲା ଆପଣଙ୍କର 2,000 ଟଙ୍କା ବଢିଥିଲା ଆଗରୁ 2800 ଗ୍ରେଡ୍ ପେ ଆପଣ କଣ କୋଟିପତି ହେଇଯାଇଛନ୍ତି କି ବା ଭାବୁଛନ୍ତି ନା ସରକାର ଭାବୁଛନ୍ତି ଏମାନେ ଗୁଡାଇ ନେଇଯାଇଛନ୍ତି ବର୍ତ୍ତମାନ ମୋ ସାଙ୍ଗରେ ମୋର ସହକର୍ମୀ ଅଛନ୍ତି 82,000 95,000 ଦରମା ପାଉଛନ୍ତି ତାଙ୍କୁ ଦେଖିଲେ ଆମକୁ ଦୁଃଖ ଲାଗୁଛି ସେମାନେ ଯାହା ନ କରିପାରିବେ ଯୋଉ କାମ ନ କରିପାରିବେ ଯୋଉ ପାଠ ନ ପଢାଇ ପାରିବେ ଯୋଉ କାର୍ଯ୍ୟ ନ କରିପାରିବେ ଆମେ ତାଙ୍କଠାରୁ ଅଧିକା କରିକି ଆମେ କଣ ପାଉଛୁ ଆମେ ସେଇ କଥା ସରକାର ଆମେ ପ୍ରଥମେ ସରକାରଙ୍କୁ ଆମେ ଡାକୁଛୁ ଆମ ସହିତ ଆଲୋଚନା କରନ୍ତୁ ଆମେ କେତେ କାର୍ଯ୍ୟ ଆମକୁ ଦେଇଛନ୍ତି ଆମେ କଣ କଣ କରୁଛୁ ଆମର କାମ କଣ ଆମେ ତାଙ୍କୁ ଆଗ ବୁଝେଇବୁ ସେ ବୁଝନ୍ତୁ ଏଇ କାମ ପାଇଁ କେତେ ଦରମା ସେ ଧାର୍ଯ୍ୟ କରନ୍ତୁ ଆମେ ତାଙ୍କୁ କୌଣସି ଗ୍ରେଡ୍ ପେ ମାଗିବୁ ଆମକୁ ଯେତିକି କାମ ଦେଇଛ ଆମେ ବି ଜଣେ ମଣିଷ ନା ଆମ ଶକ୍ତି ଭିତରେ ଆମେ କାମ କରିବୁ ତାପରେ 5ଟା କ୍ଲାସରେ ଯେତେବେଳେ 80-90 ପିଲାରେ 2-3ଟା ଶିକ୍ଷକ ଦେଇଛ ଆମେ ପାଠ କେମିତି ପଢେଇବୁ ଏସବୁ ବିଭିନ୍ନ କାର୍ଯ୍ୟକ୍ରମ କେମିତି କରିବୁ ତା ବାଦ ଆମକୁ ଏତେ ନିମ୍ନ ସ୍ତରରେ ରଖିଛ ଦରମା ଏତେ ନିମ୍ନ ସ୍ତରରେ ରହିଛି କହିଲେ ମାନେ କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ବାସି ଯାଉଛି କେମିତି ମୋ ଭାଇମାନେ ଘରେ ଚେଇଁକିରି ଶୋଇଛନ୍ତି ବର୍ତ୍ତମାନ ସେମାନେ ସମସ୍ତ ପ୍ରାଥମିକ ଶିକ୍ଷକ ଯୋଉମାନେ ଏନପିଏସ୍ ରେ ଅଛନ୍ତି ସେମାନେ ସବୁ ଚେଇଁକିରି ଶୋଇଛନ୍ତି ତାଙ୍କ ନିଦ କେମିତି କେହି ମୁଁ ଭାଙ୍ଗି ପାରିବିନି କି କେହି ଭାଙ୍ଗି ପାରିବେନି ସେ ଭଗବାନ ତାଙ୍କ ନିଦ ଭାଙ୍ଗିବେ ଯଦି ପ୍ରକୃତରେ ତମର ସେଇ ଏନପିଏସ୍ ଶିକ୍ଷକ ଭାଇମାନଙ୍କ ଦେହରେ ରକ୍ତ ବହୁଛି ସେମାନେ ରାଜରାସ୍ତାକୁ ଆସ ଏବଂ ଯୋରଦାର ସଂଗ୍ରାମର ଡାକରା ଦିଅ ହଉ ଲଢେଇ ସରକାରଙ୍କ ସହିତ ମୁକାବିଲା ହଉ ଏଇଠି ଶେଷ ଏଇଟା ହଉ ଆମ ଏଇ ମାଟି ଓଡ଼ିଶା
ଓଡ଼ିଶା ମାଟିରେ ପ୍ରାଥମିକ ଶିକ୍ଷକର ଶେଷ ଲଢ଼େଇ। ଜଣେ ବିଧାୟକ କହୁଥିଲେ ମୁଁ ଛୋଟଟାଏ ହେଇଥିଲି ଦେଖିଛି ପ୍ରାଥମିକ ଶିକ୍ଷକ ମାନେ ଖାଲି ଆସନ୍ତି ରାଲି କରିବାକୁ। ଆଉ ମୁଁ ବୁଝିପାରି ନାହିଁ ସେତେବେଳେ ଯେ ଏମାନେ କାହିଁକି ରାଲି କରୁଛନ୍ତି, କିନ୍ତୁ ଏତେ କମ୍ ଦରମାରେ ଏମାନେ ଏତେ ଖଟୁଛନ୍ତି ବୋଲି ମୁଁ ଜାଣିନଥିଲି। ଆଜି ମତେ ଅନୁଭବ ହଉଛି ଯେ ଏମାନେ ଏତେ କମ୍ ଦରମାରେ ଏଭଳି ଭାବ ସବୁ କାମ କରୁଛନ୍ତି। ମୁଁ କହିଲି ଆଜ୍ଞା ସାର୍ ମୁଁ 1500 ଟଙ୍କାରେ 8 ବର୍ଷ ଚାକିରି କରିଛି, ମୋ ବାପା ମା ପରିବାର କେମିତି ଚଳିବେ? ନା ପ୍ରକୃତରେ ଆପଣ ତ୍ୟାଗ କରୁଛନ୍ତି, ଆପଣଙ୍କ ବାପା ମା ଆପଣଙ୍କ ପିଛାରେ ପାଠ ପଢିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ଆପଣ ସେତିକି ପାଉନାହାନ୍ତି, ତାଠାରୁ ଅଧିକ କାମ କରୁଛନ୍ତି। ଆଜି ମୁଁ ବୁଝୁଛି, ସେ କହିଲେ ଯେ ଆଜି ମୁଁ ବୁଝୁଛି ପ୍ରକୃତ ଏମାନେ କାହିଁକି ଯାଉଛନ୍ତି ରାଲି କରିବାକୁ। ଅନ୍ୟମାନେ ଅନ୍ୟ ଯୋଉ ଚାକିରିଆ ମାନେ କାହିଁକି ଆସୁନାହାନ୍ତି, ସେମାନଙ୍କର ସରକାର ବଢେଇ ଦଉଛି କିନ୍ତୁ ଆମର ବଢଉନି। ବାଧ୍ୟ ହୋଇକି ମୋ ଶିକ୍ଷକ ଭାଇ ମାନେ ରାଜରାସ୍ତାକୁ ଆସୁଛନ୍ତି। ତେଣୁ ବର୍ତ୍ତମାନ ସମସ୍ତ ଶିକ୍ଷକ ସଂଘକୁ ମୁଁ ଆହ୍ୱାନ କରୁଛି, ତମେ ଯଦି ୟୁପିଟିଏଫ ବ୍ୟାନର ତଳେ ନ ଆସିବାକୁ ଇଚ୍ଛା ଚାଲେ ତମ ପତାକା ଧରିକି ତମେ ସେଇ ଗୋଟିଏ ଦିନ ଯେତେ ସଂଗଠନ ଅଛି ସମସ୍ତେ ଆସ ରାଜରାସ୍ତାକୁ ଏବଂ ସରକାରଙ୍କୁ ଡାକ। ସରକାର ଆସନ୍ତୁ, ଆମ ସହିତ ଆଲୋଚନା କରନ୍ତୁ ଏବଂ କଣ ଆମର ଅସୁବିଧା ରହୁଛି, କୋଉଠି ଅସୁବିଧା ହଉଛି ଦରମା ଗ୍ରେଡ୍ ପେ ବୃଦ୍ଧି କରିବାରେ, ଆଉ ଆମେ କଣ ପରିଶ୍ରମ କରୁଛୁ ସେଇ ତାଲିକା ହଉ, ସେଇଠି ଆଲୋଚନା ହଉ। ଯଦି ଆମେ ଅଧିକା ରହୁଛୁ ଆମେ କମେଇ ଦେବାକୁ ରାଜି, ଯଦି ଆମେ ବହୁତ ପରିଶ୍ରମ କରୁଛୁ ଆମ ନ୍ୟାଯ୍ୟ ଦେବେ ଆମକୁ ଦିଅନ୍ତୁ। ଆମ ଜୀବନ ଯୌବନ ଆମେ ସବୁ ତ୍ୟାଗ କରିସାରିଲୁଣି, ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ପହଞ୍ଚିଲୁଣି। ମୋର ଚାକିରି ଆଉ 5 ବର୍ଷ ଅଛି, ଦରମା ନାହିଁ, ପେନସନ ନାହିଁ। ମୁଁ ଯେତେବେଳେ ରିଟାୟାର କରିବି ମୁଁ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହାତ ଯୋଡ଼ି ନିବେଦନ କରୁଛି ମତେ ସେ ବାର୍ଦ୍ଧକ୍ୟ ଭତ୍ତାରେ 3500 ଟଙ୍କା ଦିଅନ୍ତୁ ଆଉ ଚାଉଳ ଦିଅନ୍ତୁ। ମୁଁ ଗୋଟେ ଶିକ୍ଷକ ହିସାବରେ ଏତିକି ମାଗୁଛି, ଆଉ କିଛି ମାଗିବି ନାହିଁ, ତାକୁ ଗ୍ରେଡ୍ ପେ ମାଗିବି ନାହିଁ, ମୁଁ ଏତିକି ମାଗିବି। ହଁ ସ୍ୱାସ୍ଥ୍ୟ ବୀମା, ମୋ ଦେହ ବହୁତ ଅସୁସ୍ଥ ରହୁଛି, ତେଣୁ ମୁଁ ତାକୁ ବି ମଧ୍ୟ ମାଗିବି। ଆମକୁ ଦରମା ଦରକାର ନାହିଁ, ଆମକୁ ଏଇ ସବୁ ଦରକାର। ପ୍ରାଥମିକ ସାରା ଭାରତ ବର୍ଷ ଯେତେବେଳେ ଡବଲ ଇଞ୍ଜିନ ସରକାର ଆମର ପ୍ରଧାନମନ୍ତ୍ରୀ ରହିଲେ, ସେ ଦେଖନ୍ତୁ ଯେ ଓଡ଼ିଶାର ଶିକ୍ଷକ ମାନେ କେତେ ଦଳିତ ଅବସ୍ଥାରେ ଅଛନ୍ତି ଏବଂ ସେମାନେ ବାର୍ଦ୍ଧକ୍ୟ ଭତ୍ତା ଆଉ ସ୍ୱାସ୍ଥ୍ୟ ବୀମା ଆଉ ଚାଉଳ ପାଇଁକି ନିବେଦନ କରୁଛନ୍ତି, କରୁଛନ୍ତି ରାଜରାସ୍ତାରେ। ଏଇ ଗୋଟିକ ଇସ୍ୟୁ ହଉ ଏବଂ ସରକାରଙ୍କ ସହିତ ଏଇଟା ଶେଷ ମୁକାବିଲା ହଉ, ନହେଲେ ଆମର କିଛି ହବାର ନାହିଁ। ଆମ ଭାଗ୍ୟକୁ ଆଦରି, କର୍ମକୁ ଆଦରି ଆମେ କୋଉ ଡିପାର୍ଟମେଣ୍ଟରେ କାହିଁ ଚାକିରି କଲୁ। ଆମେ ଦିନେ ଭାବୁଥିଲୁ କି ଭାଗ୍ୟର କଥା ଆମେ ପ୍ରାଥମିକ ଶିକ୍ଷକ ହେଇଛୁ। ମୋ ବାପା ଗର୍ବ କରୁଥିଲେ ଯେ ମୋ ବଂଶରେ କେହି ଶିକ୍ଷକ ହେଇନଥିଲେ, ଯାହା ହଉ ମୋ ଝିଅ ଶିକ୍ଷକଟିଏ ହେଲା। ମୁଁ ବି ଦିନେ ଶିକ୍ଷକ ମାନଙ୍କୁ ଦେଖିକି ମୋର ଆଦର୍ଶ ଥିଲେ ଶିକ୍ଷକ। ମୁଁ ସବୁବେଳେ ଭାବେ ଯେତେବେଳେ ଶିକ୍ଷକ ମାନଙ୍କୁ ସମସ୍ତେ ନମସ୍କାର କରନ୍ତି ମୋର ଇଚ୍ଛା ହେ ଭଗବାନ କେମିତି ମୁଁ ଶିକ୍ଷକ ହେଇଯାଆନ୍ତିନି, ସେଥିପାଇଁ ମୁଁ ସିଟି ପାସ୍ କରିକି ଶିକ୍ଷକ କଲି। କିନ୍ତୁ ମୁଁ ଯଦି ଶିକ୍ଷକ ନ ହେଇକି ମୁଖ୍ୟମନ୍ତ୍ରୀଙ୍କର ଝାଡୁଦାର ହେଇଥାନ୍ତି, 8 ଥରକ ଠିଆ ହେଇଥିଲି ଝାଡୁ ଧରିକି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲି ତାଙ୍କ ଘର ଓଳେଇବି ଏବଂ 1500 ଟଙ୍କା ଦରମା ନେବି। ମୋହନ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି ସେ ମତେ ତୁରନ୍ତ ତାଙ୍କ ଅଫିସ ଆଗରେ ଝାଡୁଦାର କାର୍ଯ୍ୟରେ ନିଯୁକ୍ତି କରନ୍ତୁ, ମୁଁ ହେଲେ ସେଠୁ 2 ପଇସା ପାଇବି କି ପେନସନ ପାଇବି, ମୋ ପରିବାର ଚଳିବ। ତେଣୁ ଏଇଭଳି ନିଃସହାୟ ଅବସ୍ଥାରେ ଯେମିତି ଆମେ ଯୋଉ ଶିକ୍ଷକ ମାନେ ଯେମିତି ପ୍ରାଥମିକ ଶିକ୍ଷକ ମାନେ ଅଛୁ, ତେଣୁ ପ୍ରତ୍ୟେକ ଶିକ୍ଷକ ଭାଇ କିଭଳି ତାକୁ ଦୁଃଖ ଲାଗୁନାହିଁ, ସେ କୋଉ ପ୍ରକାର ମାନ ଅଭିମାନ କାହା ଉପରେ ଧରିକି ବସିଛି। ସିଏ ଯଦି ଲଢିବ ତା ପାଇଁ ଲଢିବ, ତା ପରିବାର ପାଇଁ ଲଢିବ, ମୋ ପାଇଁ ଲଢିବନି। ମୁଁ ଲଢିବି ମୋ ପାଇଁ, ମୋ ପରିବାର ପାଇଁ, ମୋ ପେଟ ପାଇଁ। ତେଣୁ ଯିଏ ଆସିବ ସେ ତା ପେଟ ପାଇଁ ଭାବିକିରି ଆସିବ, ସେ କୌଣସି ପ୍ରେସିଡେଣ୍ଟ ସେକ୍ରେଟାରୀର ପେଟ ପୋଷିବାକୁ ଆସୁନାହିଁ ବୋଲି ଭାବିକି ନ ଆସି ପ୍ରତ୍ୟେକ ଶିକ୍ଷକ ଭାଇକି ମୁଁ ଆହ୍ୱାନ କରୁଛି ନିଜ ପେଟ ପାଟଣା ନିଜ ପରିବାର ପେଟ ପାଟଣାକୁ ଲକ୍ଷ୍ୟ କରିକି ସେ ରାଜରାସ୍ତାକୁ ଆସୁ। କୌଣସି ପ୍ରେସିଡେଣ୍ଟକୁ ତା ଦରମା ଦେଇଦେବନି କି କୌଣସି ସେକ୍ରେଟାରୀକି ଦେଇଦେବନି, କାହାକୁ ଦରମା ଦେବନି, ସିଏ ତା ନିଜେ ଉପକୃତ ହେବ। ତେଣୁ ମୁଁ ସମସ୍ତ ପ୍ରାଥମିକ ଶିକ୍ଷକ ଭାଇ ଭଉଣୀ ମାନଙ୍କୁ ହାତ ଯୋଡୁଛି ଏବଂ ନିବେଦନ କରୁଛି ଆପଣ ମାନେ ପୁଣି ଏକତ୍ରିତ ହୁଅନ୍ତୁ। ସବୁ ପ୍ରକାର ଯେତେ ମାନ ଅଭିମାନ କିଛି ସେଗୁଡିକ ସବୁ ପଛକୁ ପକେଇ ଦିଅନ୍ତୁ ଏବଂ ପୁଣି ଥରେ ଏଭଳି ଭାବରେ ଆମେ ଭୁବନେଶ୍ୱରକୁ ଯେଭଳି ଭାବରେ 2022ରେ ଦେଖେଇ ଦେଇଥିଲେ, ବନ୍ଦ କରିଦେଇଥିଲେ, ଦରକାର ପଡ଼ିଲେ ଆମ ପରିବାରର ଲୋକଙ୍କୁ ଆଣିକିରି 5 ଲକ୍ଷ ଲୋକ ସାରା ଓଡ଼ିଶାର ଭୁବନେଶ୍ୱର ରାଜଧାନୀକୁ ଆମେ ସେଦିନ ବନ୍ଦ କରିଦେବା ଏବଂ ଦେଖେଇଦେବା ପ୍ରାଥମିକ ଶିକ୍ଷକ ତାର କେତେ ଶକ୍ତି। ସେଇଦିନ ତାର ଶକ୍ତି ମୋହନ ସରକାର ବୁଝିବେ, ଆମ ନିଶ୍ଚୟ ଆମ ଆନ୍ଦୋଳନ ସଫଳ ହବ, ଏହା ମୋର ଦୃଢ଼ୋକ୍ତି। ମୁଁ ଏତିକି କହି ସମସ୍ତଙ୍କୁ ଯୋଉମାନେ ଏଠାରେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ। ଯୋଉ ଭାଇମାନେ ଆସିଛନ୍ତି ସେମାନେ ଗୁଣ୍ଡିଚି ମୂଷାର
काम करिसंती तेणु मिलित प्राथमिक संघ बा जो यूपीटीएफ एनपीएस संघर हाथ मुठा को आम समस्ते माने शक्ति जोगे दबा एवं मुठा को शक्त करबा एई पांचटी आंगुठी असमान हेई पारे किए सान बड़ हेई पारे किंतु जतबेले मुठा हेई जिवो तार शक्ति अपार सेई अपार शक्ति बल निश्चय ए गण जिनिब बोली मोर आत्मविश्वास अछि। पुणी समस्त को धन्यवाद जणाई उपस्थित थिला समस्त भाई भौणी मानकु से माने परिश्रम करी आसिक सहयोग करछंती तांकु से माने प्राथमिक शिक्षक मानकर उपकार करबा को आसिथिबार बहुत धन्यवाद देकी रहउछि।